ଯେତେବେଳେ ହିଟଲରଙ୍କର ନାଜି ସୈନିକମାନେ ଘର ଘର ବୁଲି जीवମାନଙ୍କୁ ଖୋଜୁଥିଲେ ସେତେବେଳେ जीव ପରିବାରର ସଦସ୍ୟମାନେ ସେମାନେ ଆତ୍ମଗୋପନ କରୁଥିଲେ। ବାପା ମା ପିଲା ଛୁଆ କୋଉଠି ନା କୋଉଠି ଯାଇ ସେମାନେ ଆତ୍ମଗୋପନ କରି ସେମାନଙ୍କ କବଳରୁ ମୁକ୍ତ ହେବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ପୁଣି ସେମାନଙ୍କୁ କୋଉଠି ନା କୋଉଠି ଖୋଜି ସେମାନେ ମୃତ୍ୟୁ ଶିବିରକୁ ପଠାଇ ଦେଉଥିଲେ। ଏସବୁ ଘଟଣା ଏସବୁ ବିଭତ୍ସ କାହାଣୀ ସବୁ କେତେବେଳେ ଜଣାପଡ଼ିଲା? ବିଶ୍ୱଯୁଦ୍ଧ ପରେ ଜର୍ମାନ ବାହାରର ଲୋକ ଜାଣିବାକୁ ପାଇଲେ। ଥରେ ରୁଷିଆର କିଛି ସୈନିକ ଖାନ୍ତଲାସ କରୁ କରୁ ଗୋଟିଏ ଘର ଭିତରେ କେତୋଟି ଧାଡ଼ି ଲେଖା ଥିବାର ଦେଖିଲେ। ସେ ଧାଡ଼ି କିଏ ଲେଖିଥିଲା? ସେଇ ଘରେ ମୃତ୍ୟୁବରଣ କରିଥିବା ବା ମୃତ୍ୟୁ ଶିବିରକୁ ସେଠାରୁ ଚାଲି ଯାଇଥିବା 8 ବର୍ଷର ପିଲା, ତା ନାଁ ଥିଲା ଏଲି। ସେମାନେ ବାପା ମା ଆଉ ପୁଅ ଝିଅ 2 ଜଣ ଯାକ ଆତ୍ମଗୋପନ କରିଥିଲେ। ଯେତେବେଳେ ଖାଦ୍ୟ ଶେଷ ହୋଇଗଲା ସେତେବେଳେ ତାଙ୍କ ବାପା ଯାଇଥିଲେ ବାହାରକୁ ଖାଦ୍ୟ ଅନ୍ୱେଷଣରେ, ସିଏ ଆଉ ଫେରିଲେନି। ହୁଏତ ତାଙ୍କୁ ସେତେବେଳେ ସେଇଭଳି ମୃତ୍ୟୁ ଶିବିରକୁ ନିଆଯାଇ ତାଙ୍କୁ ହତ୍ୟା କରାଯାଇଥିଲା। ପରବର୍ତ୍ତୀ ସମୟରେ ତାର ଦିନେ 2 ଦିନ ପରେ ସୈନିକମାନେ ଆସିଲେ ଏବଂ এই ইহুদি ପରିବାରର ଯେଉଁ 4 ଜଣ ଥିଲେ 4 ଜଣରୁ ଜଣେ ଚାଲି ଯାଇଥିଲେ, ଆଉ 3 ଜଣଙ୍କୁ ସେମାନେ ଧରି ନେଇ ଯାଇଥିଲେ। ଏବଂ ସେଇ ତାଙ୍କରି ଭିତରୁ ତାଙ୍କର 8 ବର୍ଷର ପିଲା ଯାହାର ନାଁ ଥିଲା ଏଲି, ସେ କାନ୍ଥରେ ଲେଖିଥିଲା, ପ୍ରଭୁ ଯାହା ହେଉଛି ତାକୁ ବଦଳାଇ ଦେବା ପାଇଁ ଆପଣଙ୍କ ନିକଟରେ ଆମେ ପ୍ରାର୍ଥନା କରୁନାହୁଁ, କାରଣ ଆପଣ ଯାହା ଚାହୁଁଛନ୍ତି ତାହା ହିଁ ତ ହେଉଛି, କିନ୍ତୁ ଆମେ ଏତିକି ପ୍ରାର୍ଥନା କରୁଛୁ ଯେ ଆପଣ ଯେଉଁ କଷ୍ଟ ଦେଉଛନ୍ତି ସେ କଷ୍ଟକୁ ସହ୍ୟ କରିବା ପାଇଁ ଆମକୁ ଶକ୍ତି ଦିଅନ୍ତୁ।